ଅଛନ୍ତି ଅଘରକୁ ଏ ଡାକ ପକେଇଲେ ଦେବର୍ଷି ନାରଦ। କଣ ଶୁଣାଇ ଦବନି? ଗୁରୁ କଣ ହେଲା? ଗୁରୁ ହିସାବରେ ତମକୁ ଆଦେଶ ଦଉଛି ସେ ଯୋଉ ରାଜାର ବଡ ପୁଅଟା ସେ ପୁଅଟାକୁ ମାର ମାର। ହଁ ଆଉ ଏଇଠି ଦେବର୍ଷି କହିଲେ ପ୍ରଭୁ ଆପଣ କଥା ଦେଇଥିଲେ ମୁଁ ଯାହା ପରୀକ୍ଷା କରିବି ଆପଣ ସେଥିରେ ସମ୍ମତି ପ୍ରକାଶ କରିବେ ସହଯୋଗ କରିବେ। ବର୍ତ୍ତମାନ ଆପଣ ଗୋଟେ କାମ କରନ୍ତୁ ବୋଲେ ଭକ୍ତକୁ ପୋଷଣ ଦିଅ ଭଗବାନ ଏଣେ ରାଜା ଜ୍ୟେଷ୍ଠ ପୁତ୍ର ପରୀକ୍ଷା ହେବ ରାଜାର ଯୋଉ ପୁଅ ସିଏ 5 ଜଣଙ୍କୁ ନେଇକା ପରିବାର ଆଜ୍ଞା ଗଠିତ। ରାଜା କୀର୍ତ୍ତିଚନ୍ଦ୍ର, ରାଣୀ ପଦ୍ମାବତୀ, ବଡ ପୁଅ ବୀରସେନ, ସାନ ପୁଅ ସୁରେଶନ, ବଡ ପୁଅ ବିବାହବରଣ କରିଛି। ସ୍ତ୍ରୀ ହଉଛି ପଣ୍ଡିତା ଶ୍ରେଷ୍ଠା ଜ୍ୟେଷ୍ଠା ମୀଳାବତୀ। ଇଏ 5 ଜଣଙ୍କ ମନରେ ମୁଁ ନାଇଁକି ମୋର ନାହିଁ ନାରଦଙ୍କ ନବବନ୍ଧନ କରିବା ପାଇଁ ଭଗବାନ ଏତେ ଆଜ୍ଞା କଥା ଧ୍ୟାନ କରିଛନ୍ତି। ଦେବର୍ଷି କହିଲେ ମତେ ପ୍ରମାଣ ପତ୍ର ଦିଅନ୍ତୁ। ସେ ପ୍ରମାଣ ପତ୍ର ଦେବିନି ତମ ଠାରୁ ବଡ ଭକ୍ତ ମୋର ଅଛନ୍ତି ନା କେମିତି ତମ ଠାରୁ ବଡ ଭକ୍ତ ଅଛନ୍ତି? ମୋ ଠାରୁ ବଡ ଭକ୍ତ କିଏ ଅଛି? ମୁଁ ତ ପିଲାଟିରୁ ବାହାର ବ୍ରହ୍ମଚାରୀ ଅଛନ୍ତି। ସେ କିଏ ନା ରାଜା କୀର୍ତ୍ତିଚନ୍ଦ୍ର। ତା ପରିବାରକୁ ପରୀକ୍ଷା କରିବାକୁ ଯାଇ ଦେବର୍ଷି ନାରଦ ଗୁରୁ ହିସାବରେ କହିଲେ ବୋଲେ ଆପଣ ବର୍ତ୍ତମାନ ରାଜାର ଜ୍ୟେଷ୍ଠ ପୁତ୍ର ବୀରସେନକୁ ମାରି ଦିଅନ୍ତୁ। ମାରିବା ଦରକାର ନାହିଁ। ଭକ୍ତ ଶ୍ରେଷ୍ଠ କୀର୍ତ୍ତିଚନ୍ଦ୍ରକୁ ପୁତ୍ର ଦୁଃଖ ଦେଇପାରିବିନି। ଭକ୍ତ ମରା ଖଣ୍ଡ ବୋଲି ମତେ ବୋଲିବ ଜଗତ ଆଉ କେ କାହୁଁ ବୋଲିବ ପ୍ରଭୁ ଆପଣ ମାରିବା ଦରକାର ନାହିଁ। ପ୍ରମାଣ ପତ୍ରକୁ ରଖିକି ଖାଲି ଦସ୍ତଖତଟା କରିଦିଅନ୍ତୁ। ବୋଲେ ପ୍ରଭୁ ଆପଣ ମାରିବେ କାହିଁକି? ପଙ୍କକୁ ଯିବେ କାହିଁକି? ଗୋଡ଼ ଧୋଇବେ କାହିଁକି? ମୁଁ ପ୍ରମାଣ ପତ୍ରଟା ଲେଖିକି ରଖିଛି। ଆପଣ ଖାଲି ଗୋଟେ ସିଗ୍ନେଚର ଦେଇକି ଦସ୍ତଖତ କରିଦିଅନ୍ତୁ। ପ୍ରଭୁ ନାରାୟଣ ଚିନ୍ତା କଲେ କହିଲେ ମୋ ଭକ୍ତ ପଛେ କଷ୍ଟ ପାଉ ଇଏ ଦେବର୍ଷିର ବନ୍ଦନ କରିବି। नारदंकर गर्भबंधन हम नारदंकु केरे प्रमाण पत्र मिलिबनी ना एई कथा चिंता करी सोचे होकाली प्रभु ललितादी भीम
ତାର ଜ୍ୟେଷ୍ଠ ପୁତ୍ର ବଡ ପୁଅ ବୀରସେନକୁ ଦର୍ଶନ କରି ପୁଣି ତୁମ ନିକଟକୁ ଫେରି ଆସ। ପ୍ରଭୁର ଆଜ୍ଞାକୁ ଘେରିର ପକ୍ଷକ ଧୀରେ କରିଲା রাজা কীর্তিচন্দ্র গৃহমধ্যে প্রবেশ করি তা বড় পুয়র শয়ন কক্ষে প্রবেশ করি রাজপুত্র বীরসেনকে দর্শন করে ফেরি আসিলা। ক্রমে ক্রমে নিশি প্রভাতী আসি রাতিরে প্রভাতী প্রভাত সময় জাগুর জাগুর হচ্ছে ঠিক এই সময় আপন মানক লীলাবতী আজ্ঞা শহীদ তার স্বামী নিকটরে সে জানিনি তার স্বামীকে সর্পদংশনা হয়েছি সেদিন আজ্ঞা লীলাবতী স্বামীଙ୍କର ପଦାର୍ଥରେ ପରିପାତ କରି ଯେତେବେଳେ ଶଯ୍ୟା ପରିତ୍ୟାଗ କରିବାକୁ ଯାଏ ଦେଖିଲା ତା ସ୍ୱାମୀଙ୍କର ଅଙ୍ଗ କାହିଁ ଶିଥିଳ ଲାଗୁଛି। କାହିଁକି ଆଜ୍ଞା ସେ ସ୍ୱାମୀଙ୍କର ହାତରେ କାହିଁକି ସେ ପ୍ରଣାମ କଲା କାହିଁ ପ୍ରଣାମ କଲା ସେଦିନ ଆଜ୍ଞା କୌନମୁନି ତାଙ୍କ ଝିଅକୁ କହିଥିଲେ କଣ କହିଥିଲେ ସ୍ୱାମୀଙ୍କ ଭୋଜନ ପରେ ତୁ ଭୁଞ୍ଜିବୁ ପରେ ତୁ ସ୍ୱାମୀଙ୍କର ଭୋଜନ ପରେ ଭୁଞ୍ଜିବୁ ସ୍ୱାମୀଙ୍କର ଭୋଜନ ପରେ କାହିଁକି ଭୁଞ୍ଜିବ ସ୍ୱାମୀଙ୍କ ଭୋଜନ ପରେ କାହିଁକି ବୁଝିବ ସେ ଯୋଉଗୁଡାକ ଛାଡ଼ିକି ଯାଇଥିବେ କୁକୁର ପାଣି ଖାଇବେ ତ ଖାଇଦେଇକି ଖାଦ୍ୟ କଣ ଖାଇବା ପାଇଁ ଏ ମା ସ୍ୱାମୀଙ୍କର ଉଚ୍ଛିଷ୍ଟ ଟିକେ ସ୍ତ୍ରୀ ପାଇବା ଦରକାର ଗୋଟେ ଖାଇବନି ଯଦି ତାଙ୍କ ଖମଣି ଖାଇଲେ ଭଲ এই কথা এটা দিয়ার পুরা কইলে কি সে মানসিক সাহিত্য আছে পারি কুট নম্বর গেল সবিরাকে ডক্টর মাধব মানসিক কইলে পরে স্বামী কো কৃষ্ণ মহা প্রসাদ ପାଇପାରିବାନି ଟିକେ ମହାପ୍ରସାଦ ପାଇପାରିବାନି ତେଣୁକରି ସ୍ୱାମୀଙ୍କର ଉଚ୍ଛିଷ୍ଟ ଯୋଉ ସ୍ତ୍ରୀ ଭୋଜନ କରେ ସିଏ ମହାପ୍ରସାଦ ସହିତ ସମାନ ତେଣୁକରି ସେଦିନ କୌନମୁନି ତାଙ୍କ ଝିଅ ଶକୁନ୍ତଳାକୁ ଶାଶୁଘରକୁ ଛାଡ଼ିଲା ବେଳେ ହେ ଝିଅ ଶକୁନ୍ତଳା ତୁ ସ୍ୱାମୀଙ୍କ ଭୋଜନ ପରେ ଭୁଞ୍ଜିବୁ ଆଉ ସ୍ୱାମୀ ଶୋଇ ସାରିବା ପରେ ତାଙ୍କ ସେବା ଅର୍ଚ୍ଚନା କରି ତାଙ୍କ ପାଖରେ ଟିକେ ଜାଗା ମାଗି ଶୟନ କରିବୁ।
ଶୟନ ଉପରେ ଶୁଏ ବୋଲେ ସ୍ୱାମୀଙ୍କର ନିଦ୍ରା ଜାଗିଲା ପୂର୍ବରୁ ମୁଖୁନ୍ଦିକୁ ପ୍ରଦାନ କରେ। ସ୍ୱାମୀଙ୍କର ପଛରେ ତମେ ଶୋଇବ, ସ୍ୱାମୀଙ୍କର ନିଦ୍ରା ଭାଙ୍ଗିବା ପୂର୍ବରୁ ଆପଣ ସ୍ୱାମୀଙ୍କୁ ପ୍ରଣାମ କରି ଖଟରୁ ତଳକୁ ଓହ୍ଲେଇବେ। କାହିଁକି ସ୍ୱାମୀକି ପ୍ରଣାମ କରିବେ? କାହିଁକି ପ୍ରଣାମ କରିବେ? ସିନ୍ଦୁରଟା ଆଜ୍ଞା ମା ମାନେ ଲଗେଇଥିଲେ, ଯେତେବେଳେ ସ୍ନାନ କରିବାକୁ ଯିବେ ସ୍ୱାମୀଙ୍କର ପଦାର୍ଥରେ ପ୍ରଣାମ କରିବା ଛଳରେ ସ୍ୱାମୀଙ୍କର ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳିରେ ସିନ୍ଦୁର ବିନ୍ଦୁକୁ ବନ୍ଧା ପକେଇ ସ୍ନାନକୁ ଯିବେ। ସିନ୍ଦୁର କୋଉଠି ପୋତିବେ? ସ୍ୱାମୀଙ୍କର ବୃଦ୍ଧାଙ୍ଗୁଳିରେ। ଏଇଟା ଭଲ କଥା, ଆଗରୁ ବୁଝିବା ଦରକାର। ଆଜ୍ଞା ଆମେ ପାଲାବାଲା ବର୍ଷକେ ପ୍ରାୟ 120 ଦିନରୁ କମ ହବନି ଆମେ ବାହାରେ, ଆମ ସ୍ତ୍ରୀ ଘରେ କେମିତି ସିନ୍ଦୁର, ଘରେ ଯଦି ଆମ ବଡ ଭାଇ ଦେବେ ତାହେଲେ ବାପା ଦେବେ କି କକା ଶ୍ୱଶୁର ପଳାଶୁର ଦେବେ, କହିବେ କେମିଶ୍ରକୁ କହିବି ନନା ଟିକେ ତମ ପାଦୁଟା ଆଣି ସିନ୍ଦୁର ପୋତିବି। କହିଲେ ତମ ପାଦୁଟା ଆଣକୁ ସିନ୍ଦୁର ପୋଛିବି। ଆଉ ସିଏ କେମିତି ପୋଛିବେ କହୁନ? ଯୋଉ ଲୋକମାନେ ଏବେ ବାହାରେ ରହନ୍ତି ତାଙ୍କ ସ୍ତ୍ରୀ ସିନ୍ଦୁର କେମିତି ପୋଛିବ? ସିଏ କେମିତି ଲିଭେଇବ ସିନ୍ଦୁର? ସିଧା କହୁନ ବଙ୍କେଇ ବୁଲେଇ କହୁନ ସେଇଆ କଥାବାର୍ତ୍ତା କରୁଛନ୍ତି। ସ୍ୱାମୀ ପାଖରେ ନାହାନ୍ତି, ବିଦେଶରେ ରହୁଛନ୍ତି, ତାଙ୍କ ସ୍ତ୍ରୀ କେମିତି ଆଜ୍ଞା ସିନ୍ଦୁର ପୋଛିବେ? ଘରେ ଆଜ୍ଞା ଶୟନ ଘରେ ଶୟନ କକ୍ଷରେ ଶୟନ କରିଥିବେ, ସେଇ ଶୟନ କକ୍ଷର ଦ୍ୱାର ବନ୍ଧରେ ଦୁଆର ବନ୍ଧରେ ସ୍ୱାମୀଙ୍କର ପାଦ ପଦ୍ମକୁ ସ୍ମରଣ କରି ସେଇ ଦୁଆର ବନ୍ଧରେ ଆଜ୍ଞା ସିନ୍ଦୁର ବିନ୍ଦୁକୁ ବନ୍ଧା ପକେଇ ସ୍ନାନକୁ ଯିବେ। ଏ କଥାଟା ବୋଧେ ତମ ପୁତୁରାକୁ ବତେଇଛ। କଣ ଏ ପୁତୁରାକୁ ଏ କଥା ବି ବତେଇଛ। ମୁଁ ଦିନେ ବାଲାକୁ ଡାକି ଗଲା ବେଳକୁ ତାଙ୍କ ଘରକୁ ଗୋଟେ ଦୁଆର ମୁଣ୍ଡ ଫାଳେ ଠାରୁ ନାହିଁ ଆଉ ଟିକେ ଲାଗିଛି, ଏତିକି ପାତି ଲାଗିଛି। ତାଙ୍କ ବୋହୂ ସେଥିରେ ମୁଣ୍ଡ ଭର୍ତ୍ତି ଶେଷ କରି ଖାଇଲେଣି। ଆରେ ସେଇଟା କୋଚିଲା କଥା ଉଇ ଖାଇଯାଇଛି, ଆଉ ମୁଣ୍ଡ ଘଷୁଥିଲେ ସେ ପକେଇକି। ମୁଣ୍ଡ ଭର୍ତ୍ତି ଦେବେ। ଦେଖନ୍ତୁ ଆଜ୍ଞା, ଆମେ ଯେବେ ସିନ୍ଦୁର ଲଗାଉଛେ କେତେ ଜାଗାରେ ମା ପାଲା ହଉଛି ଲୋକ ଶିକ୍ଷା ସାହିତ୍ୟ କଳା, ପାଲା ସରି ଯାଉଛି। ଆମେ କେତେ ଜାଗାରେ ମା ସିନ୍ଦୁର ଲଗାଉଛେ, କେତେ ଜାଗାରେ କହିଲେ? ଆମ ଘରେ ଯୋଡ଼ିଏ ଜାଗାରେ। କୋଉଠି? ଆମ ଜାଗାରେ ଯୋଡ଼ିଏ ଜାଗା ଗୋଟେ ହଉଛି ଏଇଠି ଗୋଟେ ଏଡେ ବଡ ଖୋପା, ଆଉ ଏଇ ଯୋଉ ମଝି ବହିରେ ନୁହ ସେଇଟା ଶିଳ୍ପୀ। ଏଇ ଗୋଟେ ଏଡେ ବଡ ଖୋପା, ଆଉ ଏଇ ବହିରେ ଦେବେ ନାଇଁ, ଚାରି ଜାଗାରେ ସିନ୍ଦୁର ଲାଗିବା କଥା। ମନୁସ୍ମୃତିରେ ମନୁ କହିଲେ କଣ କହିଲେ? ଚାରି ଜାଗାରେ ସିନ୍ଦୁର ଲାଗିବ। କୋଉଠି କୋଉଠି ବୋଲେ ସତୀ ପତି ପ୍ରୀତି ଭକ୍ତି জীবন্তে ভালো কণ্ঠে সংখ্যা তথাইব চতুর্স্থান সতিষ্ঠিত। চারি জায়গার মা সিন্দুর তমরি পাইলে কথাটা বলে সতী সিন্দুর, পতি সিন্দুর, প্রীতি সিন্দুর, মৈত্রী সিন্দুর, চারিটা সিন্দুর আজ্ঞা। তারে সিন্দুরটা গোটাই ডবল বাহারা, সে কালি চারটা না তার হয়েগলানি। বলে সতী সিন্ধি সিন্দুর হচ্ছে সতী সিন্দুর, ଯୋଉ ବହିଟା আসিলা কপাল, পতি সিন্দুর, সতী পতি ଦୁଇ ଗଲା কণ্ঠরে আসিলা আজ্ঞা প্রীতি সিন্দুর, ସିନ୍ଦୁର। সংখ্যারে লাগিলা মৈত্রী সিন্দুর। সতী পতি প্রীতি মৈত্রী সীমন্ত ভাল কণ্ঠেশু। ନାମଟା କାହିଁକି ପରିବର୍ତ୍ତନ ହେଲା? পর সংখ্যা তথৈব চতুর্স্থান সতিষ্ঠিত। ଆଜ୍ଞା ଆଜ୍ଞା ভাই চারি জায়গায় সিন্দুর লাগিব, ইয়ে চারি জায়গায় যে সিন্দুর লাগিব কাহা কাহা নারে সিন্দুর লাগিব। କାନରେ যদি আজ বন্ধার মা মানে মানে শুনুছ আর কানরে কানখ সিন্দুর দেওয়া আবশ্যক নেই না, কাই দেবে ভুল কথাটা না। କୋଉଠି କେମିତି ଲାଗିବ? ভুল লাগিব বলে শ্রীমন্তের হাত লক্ষ্মী জনাতে সতী সাবিত্রী কণ্ঠে দগ্ধ
କାହିଁକି ନା ସାବିତ୍ରୀ ଏମିତି ସତ୍ୟବାନଙ୍କୁ ହରେଇଥିଲେ ମଧ୍ୟ ଯମଙ୍କର ପାଖରୁ ଫେରେଇ ଆଣିଥିଲେ। ଏମିତି 7 ଜନ୍ମ ପାଇଁ ମୋ ସ୍ୱାମୀ ମୋ ପାଖରେ ରହନ୍ତୁ, ସାବିତ୍ରୀଙ୍କ ଭଳି ମୁଁ ସତୀ ହୁଏ, ସାବିତ୍ରୀଙ୍କ ନାମକୁ ସ୍ମରଣ କରି ମା ମାନେ କପାଳରେ ସିନ୍ଦୁର ଲାଗିବେ, କଣ୍ଠେ ବାଗ୍ଦେବତା ଜୈବ, କଣ୍ଠରେ ହଉଛି ପ୍ରୀତି ସିନ୍ଦୁର। ଏଠି ନଦେଲେ ପ୍ରୀତି ବଢିବ। ନାଇଁ ମ ପ୍ରୀତି ବଢିବ ନା ପରେ ବାଗ୍ଦେବତା ଜୈବ ବାଗ୍ଦେବୀ ବୀଣାପାଣି ଭଗବତୀ ସରସ୍ୱତୀ ସ୍ମରଣ କରି କଣ୍ଠରେ ସିନ୍ଦୁର ଲଗେଇବା କଥା। ହେ ମା ସରସ୍ୱତୀ ଭଗବତୀ, ତୋରି ନାମରେ ମୁଁ କଣ୍ଠରେ ସିନ୍ଦୁର ଲାଗିଲି, ମୋ କଣ୍ଠରୁ ଯାହା ବାହାରୁଛି ଯୋଉ କଥା ମୁଁ କହୁଛି ସେ ସମସ୍ତଙ୍କର ପ୍ରୀତି ଭାର ହେଉ। ମେନାଙ୍କ ଘରେ ରହିଲା, ସିଏ ଜନ୍ମ ହେଲା କିଏ କେମିତି ନା ପର୍ବତୁ ହେବାରୁ ଉତ୍ପତ୍ତି ନାମକ ଭଇଲା ପାର୍ବତୀ ସେ ଗିରିରାଜ ନନ୍ଦିନୀ ଗିରି ସୁତା ପର୍ବତ ରାଜ ନନ୍ଦିନୀ, ଏ ଗିରିରାଜ ନନ୍ଦିନୀ ମା ପାର୍ବତୀ, ମୁଁ ତୋରି ନାମରେ ଶଙ୍ଖାରେ ସିନ୍ଦୁର ଲାଗିଲି। ତୁ ଯେମିତି ଦହନ ହେଲା ପରେ ମୃତ୍ୟୁବରଣ କଲା ପରେ ପୁନଃ ପରଜନ୍ମରେ ସେଇ ସ୍ୱାମୀକୁ ସ୍ୱାମୀ ରୂପରେ ପାଇଲୁ। ଯୁଗେ ଯୁଗେ ମୋ ସ୍ୱାମୀକୁ ମୁଁ 7 ଜନ୍ମ ଲାଗେ ପାଉଥାଏ। ସେଦିନ ସୀତା ଯେତେବେଳେ ସିନ୍ଦୁର ଲଗାଉଛନ୍ତି ହନୁମାନଜୀ ପଚାରିଲେ ମା ଆପଣ କଣ ଲଗାଉଛନ୍ତି? ନା ରେ ହନୁ ମୁଁ ସିନ୍ଦୁର ଲଗାଉଛି। ନା ସିନ୍ଦୁର କାହିଁ ଲଗାଉଛନ୍ତି? ନା ସିନ୍ଦୁର ଲଗେଇଲେ ପ୍ରଭୁ ଭଲ ପାଇବେ। ନା ଯଦି ସିନ୍ଦୁର ଲଗେଇଲେ ଟୋପାଟେ ପ୍ରଭୁ ଆପଣଙ୍କୁ ଭଲ ପାଉଛନ୍ତି। ଆଜ୍ଞା ସବୁ ଯାକ ସିନ୍ଦୁରକୁ ଏକତ୍ରିତ କରି ହନୁ ଆଜ୍ଞା ମୁହଁରେ ବୋଳିଦେଲେ। ସେହି ଦିନଠାରୁ ହନୁମାନଙ୍କ ନାମ ରଙ୍ଗୀ ହେଲେ। କେମିତି ଲାଗିବ? ସିନ୍ଦୁର ଆମ ଘରେ ଯୋଉ ଲଗାନ୍ତି ଆମର ଟିକେ ବଡ ଠୋପା ତମ ଘରେ ସିଏ ଯୋଉ ଲଗାନ୍ତି ଆମର ବଡ ଠୋପା। ଏଇ ବଡ ଦାବି ଦିଅନ୍ତୁ। ଅରେ ଟୁଟୁ ତୋ ମାଇ କେଡେ ବଡ ସିନ୍ଦୁର ଠୋପା ଲଗାଉଛି? ଏତିକି ବଡ। ତାଙ୍କର ତ ସବୁ ବଡ, ସବୁ ଆମର ବଡ ଏଇ କୁଢା ଦେଖନ୍ତୁ ଆଜ୍ଞା ମୋ କହିବାର କଥା କଣ, ସିନ୍ଦୁରଟା ଆଜ୍ଞା କୋଉଥିରେ ଆମେ ଲଗେଇବା? ତମର ବୁଢା ଗୁଟେ ଲଗାଉଛନ୍ତି, ଘରେ କନିଷ୍ଠା ନିଧନ ଚୈବ ଅନାମିକା ୟାଗ ପତ୍ୟ ମଧ୍ୟମା ପତିହା ନିଶ୍ଚୟ ଅଜନ୍ୟା କୁଳଟା ଭବେ ବୁଧାଙ୍ଗୁଳି କୁଳନ୍ଥୟ ସିନ୍ଦୁର ସଜତି ସିନ୍ଦୁର ଲଗେଇବ ତାର ପରିବାର ଧନ ହାନି ହବ। ଅନାମିକା ଅପତ୍ୟ ପରିଆ ଗୁଟି ଅନାମିକା ଗୁଟିରେ ଯୋଉ ମା ମାନେ ସିନ୍ଦୁର ଲଗେଇବେ ଅପତ୍ୟ ଦୋଷ ପୁତ୍ର କନ୍ୟାଙ୍କର ଆୟୁଷ ହାନି ହବ। ମଧ୍ୟମା ପତିଆ ନିଶ୍ଚୟ ମଧ୍ୟମା ଗୁଟି ଯିଏ ସିନ୍ଦୁର ଲଗେଇବେ ତାଙ୍କ ସ୍ୱାମୀଙ୍କର ଆୟୁଷ ହାନି ହବ। ତର୍ଜନିଆ କୁଳଟା ହଳେ ବିଷିଆ ଗୁଟି ତର୍ଜନିଆ ଗୁଟି ଲଗେଇଲେ ମନରେ କୁଳଟା ମନୋବୃତ୍ତି ଆସିବ, ବେଶ୍ୟା ମନୋବୃତ୍ତି ଆସିବ। ବୁଢା
ଆଙ୍ଗୁଠିରେ ସିନ୍ଦୁର ନାଇଲେ କୁଳକ୍ଷୟ ହୋଇଯିବ। କୋଉଥିରେ ଆଜ୍ଞା ସିନ୍ଦୁର ଲଗେଇବେ? ସେଇ ପାଞ୍ଚଟା ଆଙ୍ଗୁଠି ଲଗେଇବାନି। ପ୍ରାୟ ଲୋକ କିଏ ଚିଲି କାଠିରେ ମାରି ଦଉଛନ୍ତି, କିଏ ଲୁହା କଣ୍ଟାରେ ମାରି ଦଉଛି, କିଏ ଝିଟ କାଠିରେ ମାରି ଦଉଛି। ନାଇଁ, ଆମେ ପାଲା ଶୁଣୁଛେ, ପାଲା ଖର୍ଚ୍ଚ କରିକି ଗାଁ ବାଲା ଆମେ ଲକ୍ଷେ ଟଙ୍କା 1.5 ଲକ୍ଷ ଟଙ୍କା ଖର୍ଚ୍ଚ କରିକି ପାଲା କରୁଛେ। ଆମେ ଶିଖିବା ଆଉ କଣ? ପାଲା ଲୋକ ଶିକ୍ଷା ସାହିତ୍ୟ ପଢା। କୋଉଥିରେ ଆଜ୍ଞା ଲଗେଇବେ ସିନ୍ଦୁର? କାଲି କହୁ ବୋଲେ ପର ସ୍ତ୍ରୀ ଦର୍ଶନେ ପୁଣ୍ୟ, ଦର୍ଶନେ ପାପ ନାଶନ, ଚୁମ୍ବନେ କୋଟି ତୀର୍ଥାଧି, ଆଲିଙ୍ଗନେ ବୈକୁଣ୍ଠେ ବାସ। ବୋଲେ ପର ସ୍ତ୍ରୀ ଦର୍ଶନେ ପୁଣ୍ୟ। ଓଡ଼ିଆରେ କହ। ପର ସ୍ତ୍ରୀ କି ଆଜ୍ଞା ଦେଖିଦେଲେ ପୁଣ୍ୟ। ପର ସ୍ତ୍ରୀ ଦେଖିଦେଲେ ପୁଣ୍ୟ। ଖାଲି ଦେଖିଦେଲେ ପୁଣ୍ୟ। ସ୍ପର୍ଶରେ ପାପ ନାଶନ। ଟିକେ ବି ଛୁଇଁ ଦେବେ ଆପଣଙ୍କର ଜନ୍ମାଦିତ ପାପ ଦୂର ହେଇଯିବ। ଚୁମ୍ବନେ କୋଟି ତୀର୍ଥାଧି, ଚୁମ୍ବନ ଦେଇଦେବେ ପର ସ୍ତ୍ରୀ କି, କୋଟିଏ ତୀର୍ଥର ଫଳ ପାଇବେ। ଯଦି ଆଲିଙ୍ଗନ କରିବେ ବୈକୁଣ୍ଠପୁରରେ ସ୍ଥାନ ପାଇବେ। କାଇଁ ମାରିବେ? କଣ ଆପଣ ଯୋଉ କଥାବାର୍ତ୍ତା କରୁଛନ୍ତି ଏଇ କଥା ଯଦି କରାଯାଏ, ମୁଁ ଭାବୁଛି ମନେ ସତ ବିଦ୍ୟାଳୟ ସାରି ସାରଙ୍କ ତ ଫୋନ ଅଛି, ସେ ତ ଫୋନ କଲେ ମୁଁ ପାଲାକୁ ଯିବି। ଇଏ କାହିଁକି ଆମ ଘରକୁ ଏତେ କଥା? ତମେ ବୈକୁଣ୍ଠପୁରକୁ ଯିବ ବୋଲି ଆମ ଘରକୁ ଯାଉଛ। ତମକୁ ଯାଉଛି ବୈକୁଣ୍ଠକୁ ଯିବନି। ଆଉ କାହିଁକି ଯାଇଛ? ସେ ପର ସ୍ତ୍ରୀ ଜଣକ କିଏ? କିଏ ସିଏ? ଜଳନ୍ଧର ସ୍ତ୍ରୀ ବୃନ୍ଦା। ଯେତେବେଳେ ଜଳନ୍ଧର ଆଉ ଶିବଙ୍କର ଆଜ୍ଞା ଯୁଦ୍ଧ ହେଲା, ସେତେବେଳେ ଜଳନ୍ଧର କେବେ ମା ମଲାନି। ଶିବ ଯୁଦ୍ଧରେ ପରାସ୍ତ ହବା ପାଇଁ ବସିଲେ। ଏହି ସମୟରେ ଭଗବାନ ଚିନ୍ତା କଲେ, ଜଳନ୍ଧର ନମ୍ବରରେ ଦୁଷ୍ଟର ବିନାଶ ହେଇପାରିବନି, ଶଙ୍ଖଙ୍କର ଉଦ୍ଧାର ହେଇପାରିବନି, ଧର୍ମର ପ୍ରତିଷ୍ଠା ହେଇପାରିବନି। ତେଣୁକରି କାହିଁକି ଜଳନ୍ଧର କରୁନି? ରଙ୍ଗା ଯିବ ଗଙ୍ଗାଧର ମେହର ବହି ଉଠେଗା ତପସ୍ୱୀ ପୁରା ସାମାନ୍ୟ ନୁହେଁ ପତି ନାରାୟଣ ଆଜ୍ଞା ଅପହରଣ କରିବା ପାଇଁ ବାହାରିଲେ। କାହିଁକି? ଜଣେ ସତୀ ନାରୀ ଆଗରେ ତା ସ୍ୱାମୀର କେବେ ମୃତ୍ୟୁ ହେଇପାରିବନି। ସେ ସତୀ ପରାକାଷ୍ଠା ଗୁଣଟା ମା ଆପଣଙ୍କ ନିକଟରେ ଅଛି, ତାକୁ ବଜେଇ ରଖିବା ଆମର ନିହାତି ଆବଶ୍ୟକ। କାରଣ କାହିଁକି ନା ଅକର୍ମ କର୍ମରାୟଙ୍କ ଭଳି ଆଜ୍ଞା ଶଙ୍କର ଭଗବାନ, ଇଏ ତା ସ୍ତ୍ରୀ ଜଳନ୍ଧର ପତ୍ନୀ ବୃଦ୍ଧାବତୀ ସତୀ ହେବା ଯୋଗୁ ତାକୁ ଶଙ୍କର ମାରି ପାରୁନାହାନ୍ତି। ନିଜେ ନାରାୟଣ ବାହାରିଲେ କାହିଁ ମରୁନି ସିଏ ନା ତା ସ୍ତ୍ରୀର ସତୁତ୍ୱ ଯଦି ଅପହରଣ ନ କରାଯାଏ ତାହେଲେ ଜଳନ୍ଧରକୁ କେହି ବିଶ୍ୱରେ ମାରିପାରିବେ ନା। ତେଣୁକରି ନାରାୟଣ ଛଦ୍ମବେଶରେ ଜଳନ୍ଧରକୁ ଧାରଣ କରି ଯାଇ ପହଞ୍ଚିଗଲେ ବୃନ୍ଦାର ନିକଟରେ। ଝାଳ ଗଙ୍ଗ ବହୁଛି, ବ୍ୟସ୍ତ ଜାଗର କରୁଛନ୍ତି ନାରାୟଣ। ଜାଣିପାରୁନି ବୃନ୍ଦା କହିଲା ମୋ ସ୍ୱାମୀ ବୋଧେ ଯୁଦ୍ଧରୁ ବିପରୀତ ହେଇ ଫେରିଛନ୍ତି।
ସମୟ ପାଇଁ ବୃନ୍ଦା ଆଜ୍ଞା ନାରାୟଣକୁ ସ୍ୱାମୀ ବୋଲି ଭାବି ଦେଇଛି। ଯଦି ଆପଣ ମାନଙ୍କର ମନ କେତେବେଳେ କାହା ପ୍ରତି ଆକୃଷ୍ଟ ହେଇଯାଏ ସ୍ୱାମୀଙ୍କର ଆୟୁଷ କମିଯାଏ। ତେଣୁକରି ବୃନ୍ଦାବତୀ ନାରାୟଣକୁ ନିଜର ସ୍ୱାମୀ ବୋଲି ଭାବି ଦେଇଛି। ସେଇ ପିଲାର ସତୀତ୍ୱ ନଷ୍ଟ ହେଇଯାଇଛି। ସେଇଥିପାଇଁ କହିଲା ଭୋତୁ ନାରାୟଣ ଭୋତୁ ବୈକୁଣ୍ଠ କର୍ତ୍ତା ଅନ୍ତର୍ଯାମୀ ବିହାରୀ। ଯିଏ ହୁଅ ନା କାହିଁକି ସତୀ ପତିତାର ମହିଳା କମ ନୁହ। ଯଦି ପ୍ରକୃତରେ ସତୀ ନାରୀ ହେଇଥାଏ ତାହେଲେ ଅଭିଶାପ ରହୁଛି। ହେ ନାରାୟଣ ତୁମେ ସାରଗ୍ରାମ ହୋଇଯାଅ। ସେଇ ପର ସ୍ତ୍ରୀ ବୃନ୍ଦାବତୀ ମହିଳା କହିଲା ପ୍ରଭୁ ମୁଁ ମୁକ୍ତି ପାଇବି କେମିତି? ତୁମେ ତୁଳସୀ ରୂପରେ ଜନ୍ମ ନବ। ମୂଳେ ତୋର ଗଙ୍ଗା କିଏ ଡାଳେ ତୋର ବିଷ୍ଣୁ। ଜଗନ୍ନାଥଙ୍କ ଭୋଗରେ ପ୍ରସାଦ ନାରାୟଣଙ୍କ ପ୍ରସାଦରେ। ତେଣୁକରି ତୁଳସୀ ମୂଳରେ ଗଙ୍ଗା ଡାଳରେ ବିଷ୍ଣୁ ପତ୍ରରେ ମୂଳେ ତଳ ଗଙ୍ଗା ଡାଳ ତଳ ବିଷ୍ଣୁ ପତ୍ରରେ ଦେବତାଙ୍କ ବାସ। ତେଣୁକରି ତୁଳସୀ ପତ୍ର ନ ପଡ଼ିଲେ ଜଗନ୍ନାଥ ନାରାୟଣ ଆଜ୍ଞା ମୋହି କରନ୍ତି। ସତ୍ୟ ଯୁଗେ କର କେଣେ ସତ୍ୟବତୀ ନାମ
বহু আজ্ঞା লীଳାବତୀ ଆପଣମାନଙ୍କର ସଖୀ ମୋ ସ୍ୱାମୀ କେବେ ମୋତେ ଛାଡ଼ି ଯାଇପାରିବେନି ମୋ ସ୍ୱାମୀ କେବେ ହେଲେ ମୃତ୍ୟୁବରଣ କରିପାରିବେନି କାହିଁକି ଯେତେବେଳେ ଯିବା ଆଗରେ ଆଗରେ ବିଞ୍ଚି ବିଞ୍ଚି ଚାଲିଥିଲେ ସମସ୍ତେ କହୁଥିଲେ ହରିନାମ ସତ୍ୟ ହେ ରାମ ନାମ ସତ୍ୟ ହେ ହରିନାମ ସତ୍ୟ ହେ ରାମ ନାମ ସତ୍ୟ ହେ ସମାଜ କୋଣର ପାଣିପରେ ଅହେସି ମନ୍ଦିର ମା ମାନେ ଅବଲୋକନ କରି କହୁଥିଲେ ଏମିତି ଅହଡେଙ୍ଗୁରା ବଜାଇ ଚାଲି ଯାଆନ୍ତୁ କି କୌଣସି ହେଇଗଲି ଆସିଲା କଥା ମନକୁ କହୁନି ସ୍ୱାମୀଙ୍କ ଆଗରେ ଯିଏ ଚାଲିଯାଏ ସେ ହଉଛି ଅହଡେଙ୍ଗୁରା ବଜାଇ ଚାଲିଯାଏ ସ୍ୱାମୀ ଯାହା ଘରେ ଚାଲି ଯାଆନ୍ତି ସେ କଥା କହିଲେ ବିଶ୍ୱନାଥ ଖୁସି ଆଜ୍ଞା ବିଚିତ୍ର ରାମାୟଣ କହିଲେ ବୋଲେ ଯେଉଁ যুবতী আগে পতি যেবে মরই তাকু দূষিতা হুয়ে সংসারে তেণু করি মু দূষিতা ହେଇଗଲି କଳଙ୍କିনী ହେଇଗଲି ବିଟୋପି ହେଇଗଲି ବେଶିଆ ହେଇଗଲି ରାଜପୁରରେ କେବଳ ଚନ୍ଦନ ଲାଗିଛି ମା ପଦ୍ମାବତୀ ଆଜ୍ଞା ଭୂମିରେ ଲୋଟି ଯାଉଛନ୍ତି ବାପାଙ୍କର ଦୁଃଖ କହିଲେ ନ ସରେ ଭାଇର ଦୁଃଖ କହିଲେ ନ ସରେ এই সময়ে পঞ্চগড়ের রাজসিংহ কারণে ছদ্মবেশী নারদ এবং নারায়ণ এই সময় রাজ সিংহদলে পঞ্চগড়ে ছদ্মবেশী নারদ নারায়ণ চন্দন ରଣ চালিছি ভিক্ষা দেহি যেତେବେଳେ এই শব্দটাকে রাজা কীর্তিচন্দ্রଙ୍କର କାନରେ ବାଜିଛି ସେ ସମସ୍ତଙ୍କୁ ବନ୍ଧୁ করে গেলে ହୁଏ କେହି ଅତିଥି ବା ହୁଏତ ବ୍ରାହ୍ମଣ ଋଣ ବ୍ରାହ୍ମଣ ମହାଶୟ ଭିକ୍ଷାମ ଦେଇ ବୋଲି ରାଜସିଂହ କାରରେ ଡାକୁଛନ୍ତି ଦେଖନ୍ତୁ ଆଜ୍ଞା ସେ ଜାଣିଛନ୍ତି କି ନାରଦ ନାରାୟଣ ବୋଲି ପୁଅ ମରିଯାଇଛି ଯିଏ ମୁହଁରେ ନିଆଁ ଦେଇଥାନ୍ତା ଯାହା କାନ୍ଧରେ ରାଜା ବସାଣିକି ଯାଇଥାନ୍ତେ ସେ ପୁଅକୁ କାନ୍ଧେଇକି ଯିବେ ବସାଣିକି ଯିବେ ତଥାପି ମଧ୍ୟ ଅତିଥି ମାନଙ୍କ ପ୍ରତି ବ୍ରାହ୍ମଣ ମାନଙ୍କ ପ୍ରତି ତାଙ୍କର କେତେ ଦୟା ସର୍ବଗୁଣ ସମ୍ପନ୍ନ ପ୍ରତି ରାଜା କୀର୍ତ୍ତିଚନ୍ଦ୍ର କହିଲାରେ ପଦ୍ମା ଆଉ କାନ୍ଦନି লীଳାବତୀ କାନ୍ଦନି କେହି କାନ୍ଦନି ଆମ କଙ୍ଗର ଧନୀ ଯଦି ବ୍ରାହ୍ମଣ ମାନଙ୍କ କାନରେ ପଡେ ତାହେଲେ ସେ ଦୁଆରୁ ଆମର ଫେରିଯିବେ ଦୁଆରୁ ଫେରିଯିବେ ହବ କଣ ନା ଆପଣମାନଙ୍କର ଅଷ୍ଟମ ଅଧ୍ୟାୟ ଅଷ୍ଟମ ସ୍କନ୍ଦ 15 ଅଧ୍ୟାୟରେ ଆଜ୍ଞା କଥାଟା ଅଛି
রাজা ঘরু অতিথি বাবুরে
ବୁଦ୍ଧି ବିବେକ ଜ୍ଞାନ ବଳେ ମରଣ ଜିନିତାରେ ହେଲେ ଜଣେ ଲୋକର ଯେତେବେଳେ ବୁଦ୍ଧି ଆଉ ବିବେକ ଜ୍ଞାନ ଏ ତିନିଟା କଥାର ଆଜ୍ଞା ମିଶ୍ରଣ ହବ ସିଏ ଆଜ୍ଞା ମରଣ ଭଳି ବିପଦକୁ ବଳିଯିବ। ହେ ବ୍ରାହ୍ମଣ ନା ଆପଣ ଦୁଇ ଜଣ ଟିକେ ଅପେକ୍ଷା କରନ୍ତୁ, ମୁଁ ଘରୁ ଗଲି ଆଉ ଆସି ଯାଇକି ପହଞ୍ଚିଗଲେ ରାଣୀ ବୋହୂ ଲୀଳାବତୀ ଏବଂ ପୁଅ ସୁରେଶନ ସମସ୍ତେ ବିଚାର କଲେ, କହିଲେ ହେ ବାପା ବ୍ରାହ୍ମଣଙ୍କୁ ଅନ୍ନ ଭୋଜନ ଦିଆଯିବ। କାହିଁକି ନା ମର୍ତ୍ତ୍ୟ ମୁଣ୍ଡରେ ଦେହ ବହିବ ତେଣୁକରି ବ୍ରାହ୍ମଣକୁ ଆମେ ଦୁଆରୁ କେବେ ଫେରେଇ ପାରିବାନି। ନିଜ ହାତରେ ଅନ୍ନ ବ୍ୟଞ୍ଜନକୁ ପ୍ରସ୍ତୁତ କରିଦେଲା ବୋହୂ ଲୀଳାବତୀ। କେତେ ଅତିଥି ପରାୟଣ ସପରିବାର ବିଚାର କରନ୍ତୁ ଆଜ୍ଞା। ନାରଦଙ୍କର ଗର୍ଭଚନ୍ଦନ କରି ପ୍ରଭୁ ନାରାୟଣ କେତେ ଅତିଥି ପରାୟଣ ନିଜର 22 ବର୍ଷର ସ୍ୱାମୀକୁ ହରେଇ ସତ ସାହସର ସହିତ ଧୈର୍ଯ୍ୟର ସହିତ ଧୈର୍ଯ୍ୟ ବା ପରିସ୍ଥିତିକୁ ମୁକାବିଲା କରି ଅନ୍ନ ବ୍ୟଞ୍ଜନକୁ ନିଜେ ରନ୍ଧନ କରିଦେଲା ଏବଂ ଗମ୍ଭୀର ଘରେ ଆଜ୍ଞା ସ୍ୱାମୀଙ୍କର ଶବକୁ ଗୁପ୍ତ ଅବସ୍ଥାରେ ରଖିଲା। ବ୍ରାହ୍ମଣ ଗଲା ପରେ ଶବ ସତ୍କାର ହବ। ତେଣୁକରି ଏହି ସମୟ ଯାଇ ରାଜା କୀର୍ତ୍ତିଚନ୍ଦ୍ର ପହଞ୍ଚିଗଲେ ବ୍ରାହ୍ମଣଙ୍କ ନିକଟରେ। ବ୍ରାହ୍ମଣ ଆସନ୍ତୁ, ପ୍ରସ୍ତୁତ ସରିଗଲା ଆଜ୍ଞା। ନାରଦଙ୍କ ମନରେ ଅଶେଷ ସନ୍ଦେହ। କହିଲେ ନାରଦଙ୍କ ମନରେ ସନ୍ଦେହ ହେଲା, କହିଲେ ପ୍ରଭୁ ଆପଣ ପୁଅକୁ ମାରିଛନ୍ତି ତ? ଯଦି ମାରି ଦେଇଛ ସେ କି ଖାଇବାକୁ ଲାଗିଲାଣି ନା ମୋ ଭକ୍ତ କେତେ ଅମାୟିକ ତୁ ଦେଖେ। ଦେବର୍ଷି ମୋ ଭକ୍ତ ମନରେ ମୁଁ ନାହିଁ କି ମୋର ନାହିଁ, କିନ୍ତୁ ତେବେ ଅହଙ୍କାର ସହିତ ମତେ ପ୍ରମାଣ ପତ୍ର ମାଗିଛ। ମୋ ଭକ୍ତକୁ ଦେଖ, ମୋର ହି ମନ୍ଦିରେ ପ୍ରବେଶ ବୋହୂ ଲୀଳାବତୀ ଆଜ୍ଞା ଯୋଡ଼ିଏ ଆସନ ପକେଇଦେଲା। ଦୁଇ ବ୍ରାହ୍ମଣଙ୍କ ପାଇଁ ଛଦ୍ମବେଶୀ ନାରାୟଣଙ୍କ ପାଇଁ ଭୋଜନ କରିବାକୁ ବସିଲା ଆଜ୍ଞା। ନାରଦଙ୍କର ଖାଇବାରେ ମନ ନାହିଁ। ପ୍ରଭୁ ପୁଅକୁ ମାରିଛ କି? କିଏ ମୋର ଖାଇବାକୁ ଆମର ଆସନ ଦେଲାଣି। ଆଜ୍ଞା ଆମେ ସମସ୍ତେ ଭୋଜନ କରୁଛେ। ପାଲା ହଉଛି ଲୋକ ଶିକ୍ଷା ସାହିତ୍ୟ କଳା। ବର୍ଷେ ପୁଣି ଜୀବନ ଥିଲେ ଆମେ ପାଲା ଦେଖିବା, ପାଲା କରିବା। ଗୋଟେ ଛୋଟିଆ କଥା ମୋ କହିବାର କଥା ଆଜ୍ଞା, ଆମେ ସମସ୍ତେ ଖାଉଛେ, କୋଉ ଦିଗକୁ ମୁହଁ କରିକି ଖାଇବା କଥା। ସ୍ୱାମୀ କି ପୁଅକୁ କୋଉ ଦିଗକୁ ମୁଖ କରି ଖାଇବାକୁ ଦବା କଥା। ନାରଦ ନାରାୟଣକୁ ବସେଇ ଦେଇଛି ଆଜ୍ଞା ପଣ୍ଡିତ ଶ୍ରେଷ୍ଠ ଜ୍ୟେଷ୍ଠ ବୋହୂ ଲୀଳାବତୀ। ମନସ୍ମୃତିରେ ମନୁ କହିଲେ ଭାଇ ସବୁଯାକ ରେକର୍ଡିଂ କରିଦେଉଛନ୍ତି। ସିଏ ହଉ ଯୋଉଟା ଗାପରେ ପୂର୍ବେ ଭୋଜନ ମାୟୁଷ ପଶ୍ଚିମେ ପଶୁ ଭୋଜନ କୁକରେ ରୋଗ ଜନ୍ମାନି ଇଏ ଦକ୍ଷିଣେ କଦାଚନ।
ଆପଣମାନଙ୍କର ପଶ୍ଚିମେ ଭୂରି ଭୋଜନ ପଶୁ ଭୋଜନ ପଶ୍ଚିମ ଦିଗକୁ ମୁହଁ କରିକି ଖାଇଲେ ଭୂରି ଭୋଜନ ହବ କିନ୍ତୁ ପଶୁ ଭଳିଆ ବୁଦ୍ଧି ହେବ ଉତ୍ତରରେ ରୋଗ ଜନ୍ମାନି ଉତ୍ତର ଦିଗକୁ ମୁଖ କରି ଭୋଜନ କଲେ ଖାଦ୍ୟ ଯାଇକି ରୋଗ ସୃଷ୍ଟି କରିବ ଦକ୍ଷିଣେ ନ କଦାଚନ ଦକ୍ଷିଣ ଦିଗକୁ ମୁଖ କରି କେବେ ଭୋଜନ କରିବେନି କାହିଁକି ନା ଗୁରୁ ଗୁରୁଜନ ମାନଙ୍କୁ ଦୋଷାବ ପିଲା କହନ୍ତିନି ଏ ଦକ୍ଷିଣକୁ ମୁହଁ କରି ଖାଲି ବାପା ଦେହ ଖରାପ ହବ ବୋଉ ଦେହ ଖରାପ ହବ ଦକ୍ଷିଣକୁ ମୁହଁ କରି ଖାଲି ଖାଇସାରିଲା ପରେ ଆମେ ଶୋଇବା କୋଉ ଦିଗକୁ ମୁଣ୍ଡ କରିକି ଶୋଇବା ସେଇ ମନୁସ୍ମୃତିରେ ମନେ କହିଲେ ପ୍ରାକ୍ସିରା ସ୍ୱୟଂ ବିଦ୍ୟା ବରଂ ଆୟୁଷ୍ୟ ଦକ୍ଷିଣେ ପଶ୍ଚିମେ ପ୍ରବଳ ଚିନ୍ତା ହାନି ମୃତ୍ୟୁ ସ୍ତୋତର ପ୍ରାକ୍ସିରା ସ୍ୱୟଂ ବିଦ୍ୟା ଏ ମାନେ ସବୁବେଳେ ପିଲାମାନଙ୍କୁ ଆପଣଙ୍କର ପୂର୍ବ ଦିଗକୁ ମୁଣ୍ଡ ରଖିକି ଶୁଆଇବେ କାହିଁକି ନା ସ୍ମରଣ ଶକ୍ତି ବଢିବ ବିଦ୍ୟା ବୃଦ୍ଧି ହବ ପୂର୍ବ ଦିଗକୁ ପଶ୍ଚିମେ ପ୍ରବଳ ଚିନ୍ତା ପଶ୍ଚିମ ଦିଗକୁ ଆଜ୍ଞା ଶିର ରଖି ଶୋଇଲେ ଦୁଶ୍ଚିନ୍ତା ଗୁଡିକ ପ୍ରବେଶ କରିବ ଆପଣମାନଙ୍କର ପଶ୍ଚିମେ ପ୍ରବଳ ଚିନ୍ତା ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ଦକ୍ଷିଣେ ବଳ ବୃଦ୍ଧି ଉତ୍ତରେ ହାନି ଋତୁ ସ୍ତୋତର ଉତ୍ତର ଦିଗକୁ ମୁଣ୍ଡ ରଖି ଶୋଇଲେ ଆଜ୍ଞା ଆୟୁଷ ହାନି ହେବ ମା କୋଳରେ ହାତୀ ଛୁଆଟା ଶୋଇଥିଲା ସେ ଶିର କଟାଇକି ଆସି ଗଛ ମୁଣ୍ଡେ ଲାଗିଲା ଆଉ ପଣ୍ଡିତ ମଣ୍ଡଳୀ ବର ଘେନ ନିବେଦନ ପୂର୍ବ ଦିଗକୁ ମୁଖ କରି ବସି ପଡ଼ିଲେ ଛଦ୍ମବେଶୀ ନାରଦ ନାରାୟଣ ବହୁ ଲୀଳାବତୀ ଅନ୍ନବେନ୍ଦନକୁ ପରସି ଦେଲା କେମିତି ପରସିଲା ମା ବହୁ ଆଞ୍ଚ ବିଏ ପଢିଛି ଏମଏ ପଢିଛି ଲ ପଢିଛି କୋଉ ଜାଗାରେ କୋଉଠି ଖାଇବାକୁ ଦବ ବାମେସ୍ତୁ ଲବଣଞ୍ଚରିବ ଦକ୍ଷିଣେ ବ୍ୟଞ୍ଜନଙ୍କ କଥା ଜଳପାତ୍ରାଣୀ ଏବଂ ପଣ୍ଡିତ ଭୋଜନ ମନସ୍ଥ କରିଥିଲେ କିଛି ଲୋକ ଶିକ୍ଷା ନୀତି ଶିକ୍ଷା ବାଲା ରହିବ ଦେଖନ୍ତୁ ଆଜ୍ଞା ବହୁ ଆଣିଛେ ଜାଣିପାରୁନି ବିଏ ଏମଏ ପଢିଛି ସିନା ପାଠ ପଢିଛି ଖାଲି ବାଢିଦେଲା ଅନ୍ନ ବାଢିଦେଲା ବାମ ପଟେ ଡାହାଣ ପଟେ ବାମେସ୍ତୁ ଲବଣ ମିଶେଇବ ବାମ ପାର୍ଶ୍ୱରେ ଲୁଣ ଲଙ୍କା ଅଦା ପିଆଜ ଇତ୍ୟାଦି ଦେଲା ଦକ୍ଷିଣେ ବ୍ୟଞ୍ଜନ କଥା ଦକ୍ଷିଣ ଦିଗରେ ଆଜ୍ଞା ତରକାରୀରେ ଦବା କଥା ଅଗ୍ରେସ୍ତୁ ଜଳପାତ୍ରାଣୀ ଏବଂ ପଣ୍ଡିତ ଭୋଜନ ସେଇ ଭୋଜନ ଏମିତି ଭାବରେ ଏ ମା ମାନେ ସ୍ୱାମୀ କି ଗୁରୁ ଗୁରୁଜନଙ୍କ ପାଇଁ ଆପଣମାନେ ପରସିବେ ବାଢିକି ଦେବେ ତେଣୁକରି ବହୁ ଲୀଳାବତୀ ଆଜ୍ଞା ପରସି ଦେଲା ରାଜା ହବ କୋଉଥିରେ ଖାଇବେ ସୁବର୍ଣ୍ଣ ପାତ୍ରରେ ଦେଲେ ପୁଣ୍ୟ ନାହିଁ ରୌପ୍ୟ ପାତ୍ରରେ ଦେଲେ ପୁଣ୍ୟ ନାହିଁ ତମ୍ବାରେ ଦେଲେ ପୁଣ୍ୟ ନାହିଁ ପିତ୍ତଳରେ ଦେଲେ ପୁଣ୍ୟ ନାହିଁ ସିଲଭରରେ ଦେଲେ ପୁଣ୍ୟ ନାହିଁ ଷ୍ଟିଲରେ ଦେଲେ ପୁଣ୍ୟ ନାହିଁ ଆଜ୍ଞା ଅତିଥିକି ଆମେ କୋଉଥିରେ ଖାଇବାକୁ ଦବା ଏ ମା ଅତିଥିକି ଆମେ କୋଉଥିରେ ଖାଇବାକୁ ଦବା ବର୍ତ୍ତମାନ ବହୁ ଆଜ୍ଞା ତିନି ସଜ ଆଣିଛି କଂସା ତିନି ସେଟ୍ ଆଣିଛି ପିତ୍ତଳ ତିନି ସେଟ୍ ଆଣିଛି ଷ୍ଟିଲ ତିନି ସେଟ୍ ଆଣିଛି ସିଲଭର ତିନି ସେଟ୍ ଆଣିଛି ଏ ମା ଶାଶୁ କିଣେ ଚାଲାକି କହିଲା କାହିଁ ସେ କଂସା ପିତ୍ତଳ ଆଣିଛି ମୁଁ ସେଇ ବଡ ଟ୍ରଙ୍କ 10ଟା ଟ୍ରଙ୍କ ପୁରା ହେଇଥାଏ ତୋ ଝିଅ ହେଲେ ତୁ ତାକୁ ଦେଇଦେବୁ ଆମେ ସବୁବେଳେ ଆଜ୍ଞା ପ୍ରାୟତଃ ଆମେ ଷ୍ଟିଲ ବାସନରେ ଖାଉଛେ ଅତୁଦାନନ୍ଦ ଗୋସ୍ୱାମୀ କହିଥିଲେ କହିଲେ ଲୌହ ପାତ୍ରରେ ଦେବେ ଭୁଞ୍ଜିବେ ଲୋକମାନେ ଭୁଲିବେ ସେତେବେଳେ ଆଜ୍ଞା ବଡ ସାର ବିଚାର ରହିବନି ଆଉ ସାନ ମାନେ ବଡ ଆଜ୍ଞା ସମ୍ମାନ
ମାରିଛ କି? ନା ହଁ ପୁଅକୁ ମାରିଛି ନା ତୁ ଖାଇବାକୁ ଦେଲାଣି? ନା ବ୍ରେକ୍ କେମିତିଆ ହତ ଅଛି? ପୁଣି ନାରଦ ଠିଆ ହେଇଗଲେ। ସେ କହିଲେ ହେ ରାଜା କୀର୍ତ୍ତିଚନ୍ଦ୍ର, ଶୁଣ ତମେ ନା ଆଜ୍ଞା ଆପଣ ଖାଆନ୍ତୁ, ପ୍ରସାଦ ସେବନ କରିସାରିଲା ପରେ ଆମେ ବସିକି କଥାବାର୍ତ୍ତା ହବା। ନା ନାଇଁ ବୋଲେ ଶକ୍ତି ଉପାସକ ବ୍ରାହ୍ମଣ ଆମେ ବେନି ରାଜ ଆମେ ଶକ୍ତି ଉପାସକ ବ୍ରାହ୍ମଣ। ଆମ ବିନା ଆମିଷରେ ଭୋଜନ କରିବା ଦୂର କଥା, ବିନା ଆମିଷରେ ଚଳୁ ମଧ୍ୟ ଗ୍ରହଣ କରୁନା। ଏ ମା ପୁଅକୁ ପୁଅ ମୃତ୍ୟୁବରଣ କରିଛି, ତାକୁ ଏଇ ଅନ୍ଧାର କୋଠରୀ ମଧ୍ୟ ଲୁଚେଇକି ରଖିଛନ୍ତି। ଆଜ୍ଞା ଆମ ଗାଁରେ ଯଦି କିଏ ମୃତ୍ୟୁବରଣ କରେ, ଏ ସାହିରେ ମୃତ୍ୟୁବରଣ କଲେ ଆର ସାହିରେ ଆଜ୍ଞା କଂସାଗୁଳକୁ ଯାଆନ୍ତିନି, କାହିଁକି? ସବୁ ସତ୍କାର ହେଇନି। କିନ୍ତୁ ସେଦିନ ନାରଦ କହିଲେଣି ମତେ ଆମିଷ ଭୋଜନ ଦେଲେ ଖାଇବା ତ ଦୂର କଥା, ଚଳୁ ମଧ୍ୟ ମୁଁ ଗ୍ରହଣ କରିବିନି। ଆମ ଆର୍ଯ୍ୟ ସଂସ୍କୃତି ସନାତନ ଧର୍ମ ଆଜ୍ଞା ଆମ କୁଟୁମ୍ବରେ ଯିଏ ମୃତ୍ୟୁବରଣ କରେ ଆମେ ତା ପାଇଁ 10 ଦିନ 11 ଦିନ ଯାକେ ଆମିଷ ପାଳନ କରୁ। ତଥାପି ମଧ୍ୟ ଆଜ୍ଞା ବହୁଳାବତୀ କହିଲା ହେ ବାପା ଆମିଷ ଭୋଜନ ଦିଆଯିବ। ନିକଟସ୍ଥ ଗଡ଼ିଆରୁ ଗୋଟେ ମାଛ କୈବର୍ତ୍ତକୁ କହି ଗୋଟେ ବଡ଼ିଶା ମାଛଟେ ଧରି ଆଣି ବେନି ଖଣ୍ଡ କରି କାଟିଲା ଧୀରେ ନାରୀ ରତନ ହାତେ ଭାଜି ପତ୍ରରେ ଧରିଦେଲା। କଥାଟା ସେଇଠି ରହିଯାଇଥିଲା, ତେଣୁ ମନ ପକେଇଲନି। ନିଶ୍ଚୟ ଆପଣମାନଙ୍କ ସମୟ ହେବ, ତାହେଲେ କୋଉଥିରେ ଖାଇବାକୁ ଦେଲା? ମନୁଷ୍ୟଟେ ମନେ କଲେ ରମ୍ଭା ପଣସ ପ୍ରପଞ୍ଚ ପଦ୍ମ ମଧୁପତ୍ରଙ୍କ କଥା ଏତାନି ଚତୁଃପତ୍ରାନି ଭୋଜନ ସୁଧି ଭବେ ଭୋଜନ ସୁଧି ଭବେ ବୋଲେ ରମ୍ଭା କଦଳୀପତ୍ର, କଦଳୀପତ୍ର ଅଭାବରେ ପଦ୍ମପତ୍ର, ପଦ୍ମପତ୍ର ଅଭାବରେ ମହୁଲ ପତ୍ର, ମହୁଲ ପତ୍ର ଅଭାବରେ ପଣସ ପତ୍ର। ଇଏ 4 ପତ୍ରରେ ଆମେ ଅତିଥି ଖାଇବାକୁ ଦେଲେ ଭଲ। ମଞ୍ଜ କଦଳୀ ପତ୍ରରେ ଆମିଷ ଭୋଜନ ଆଜ୍ଞା ଦେଇଦେଲା ମହୁଳିରା ବସି ପତି। ଯାହା ଦେଖି ନାରଦଙ୍କ ବୁଦ୍ଧି ହଜିଗଲା। ବ୍ରାହ୍ମଣ ମାନଙ୍କ ପ୍ରତି ତାର କେତେ ଶ୍ରଦ୍ଧା ତୁ ଟିକେ ଦେଖେ। ତା ମନରେ ମୁଁ ନାହିଁ କି ମୋର ନାହିଁ। ପରୀକ୍ଷା ଟା ଆଜ୍ଞା ନାରଦଙ୍କ ମନରୁ ମୁଁ କାହାର ଭାବ ବୁଝିବା ପାଇଁ ମୁଁ କାହାର ଭାବ ନାହିଁ ରାଜା କୀର୍ତ୍ତିଚନ୍ଦ୍ର ମନରେ ବୋଲି ଦର୍ଶେଇବା ପାଇଁ ପ୍ରଭୁଙ୍କର ଏତେ ଧ୍ୟାନ ଏତେ ନାଟ। ତେଣୁକରି ଏହି ସମୟରେ ନାରଦ କହିଲେ ପ୍ରଭୁ ମୋ ପରୀକ୍ଷା ସରି ଆଉ ଗୋଟା ପରୀକ୍ଷା କରିବି ନା କଣ? बोले हे राजा कीर्तिचंद्र आउ गोटे कथा मु पचारि ना कौन आपण प्रसाद सेवन करंतु आमे भोजन सरिला परे आमे कथावार्ता ना नाई यही ने बोले आज भया बिना मिलबनी बोला आज टहई बड़ा आनंद आनंद
ପ୍ରସାଦକୁ ସେବନ କରିବାରେ ନିର୍ବାକ ହେଇଗଲେ ରାଜା କୀର୍ତ୍ତିଚନ୍ଦ୍ର, ନିସ୍ତବ୍ଧ ହେଇଗଲେ ରାଜା କୀର୍ତ୍ତିଚନ୍ଦ୍ର। ବାକ୍ୟ ଶୁଣି କହିଲେ କଣ? ପୁଅ ଆଜ୍ଞା ମୃତ୍ୟୁବରଣ କରି ପଡ଼ିଛି, ବାପା କେମିତି ଆଜ୍ଞା ଭୋଜନ କରିବ, ମା କେମିତି ଭୋଜନ କରିବ, ସ୍ତ୍ରୀ କେମିତି ଭୋଜନ କରିବ, ସାନ ଭାଇ କେମିତି ଭୋଜନ କରିବ? ତଥାପି ଆଜ୍ଞା ବହୁ ଲିଆବତୀ ଆଜ୍ଞା ଇଏ 4 ଜଣଙ୍କ ପାଇଁ 4ଟି ପତ୍ର ପକେଇଦେଲା। ସମାନ ଭାବରେ ଅନ୍ନ ବ୍ୟଞ୍ଜନକୁ ଆଜ୍ଞା ପରସି ଦେଲା। ସେଇଠି ନାରଦ କହିଲେ, ହେ କୀର୍ତ୍ତିଚନ୍ଦ୍ର, ଆରେ ଆମ ପତ୍ରରେ 2 ପତ୍ରରେ ଲାଗିଛି ଆମିଷ, ତମେ 4 ଜଣଙ୍କର ନିରାମିଷ ଭୋଜନ କରିବାକୁ ବସିଛ। ଆମିଷ ନା ଆଜ୍ଞା, ଆଉ ଆମିଷ ନାହିଁ ନା, ଏ ଆମିଷକୁ ନିଅ। ଆଜ୍ଞା ମୁଁ କେବେ ହେଲେ ଆମିଷ ଖାଇପାରିବିନି। ନା କାହିଁକି? ନା ନାଇଁ ଆଉ ଆମିଷ ନାହିଁ। କିନ୍ତୁ ନାରଦ ପଚାରୁଛନ୍ତି, କହିଲେ ପ୍ରଭୁ ମରିଯାଇଛି ଖାଇବାକୁ ଆସିଲେଣି? ନା ଆଉ ଖାଆନ୍ତୁ, ଦେଖ ପୁଅକୁ ମୁଁ ମାରିଛି। ପଚାରିଲେ ତୁମେ ନିରାମିଷ କାହିଁ ଭୋଜନ କରିବ? ଏକ ସ୍ୱାଦୁ ନ ଭୁଞ୍ଜିତ ଯଦି ଗୋଟେ ସ୍ୱାଦୁଦ୍ରବ୍ୟ ବା ତମ ଘରେ ହେଇଛି, କେହି ଆସିକି 4 ଜଣ ପହଞ୍ଚିଗଲେ ତାକୁ ନାହିଁ ବୋଲି ଦେବେ, ପାଇବନି କାହିଁ ଦେବି? ନାହିଁ ପ୍ରସାଦ ବାଣ୍ଟିଣ ଖାଇବ, କହିଲେ ଗୋଟିଏ ସ୍ୱାଦୁଦ୍ରବ୍ୟକୁ ଜଣେ ଲୋକ ଖାଇବା ଉଚିତ ନୁହଁ, ତାକୁ ବାଣ୍ଟି ଖାଇବା। ଯଦି ଆମିଷ ତମେ ନାହିଁ ଆଉ ଘରେ, ତାହେଲେ ସେ ଆମିଷକୁ ଟିକିଏ ଟିକିଏ ନେଇ 4 ପତ୍ରରେ ଲଗେଇ ଦିଅ। ଶୁଣି ଲୀଳାବତୀ ଆଖିର ଲୁହ ହରିଣ ଲଗେଇଦେଲା। ମଣ୍ଡଳୀ ମହାମହିମ୍ନ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ, ପ୍ରଭାବଶାଳୀ ପ୍ରତାପଶାଳୀ ସର୍ବଗୁଣ ସମ୍ପନ୍ନ ପ୍ରତ୍ୟୁତ୍ତମବତୀ ରାଜା କୀର୍ତ୍ତିଚନ୍ଦ୍ର ବିବେଚନା କରିପାରୁନାହାନ୍ତି ଏମାନେ କିଏ? ବ୍ରାହ୍ମଣ ଆମକୁ କାହିଁକି ବାଧ୍ୟ କରୁଛନ୍ତି? ତଥାପି ମଧ୍ୟ ଏ କଥାକୁ ଆଜ୍ଞା ବିବେଚନା ନ କରି ସମସ୍ତେ ଆଜ୍ଞା ମିଳିମିଶି ଖାଇବାକୁ ବସିଲେ। ନାରଦ କହିଲେ, ଦେବର୍ଷି ପଚାରିଲେ, ପ୍ରଭୁ ଆପଣ ପୁଅକୁ ମାରିଛନ୍ତି ତ? ନା ହଁ ମାରିଛି। ଦ୍ୱିତୀୟ ଧର୍ମ ସନାତନ ଧର୍ମ ଆଜ୍ଞା ଆମର। କିଏ ଯଦି ମରନ୍ତି ଆମ କୁଟୁମ୍ବରେ, ତାହେଲେ ଆମେ ଠିକ 24 ଘଣ୍ଟା ପରେ ତିକ୍ତାନ୍ନ ଭୋଜନ କରୁ। କିନ୍ତୁ ପୁଅର ଶବ ସତ୍କାର ହେଇନି, ସପରିବାର ମିଳିମିଶି ଆମିଷ ଭୋଜନ କରିବାକୁ ବସିଲେଣି। ନାରଦଙ୍କ ମନରେ ସନ୍ଦେହ ହେଲା, ପଚାରିଲେ, କହିଲେ ହେ ରାଜା କୀର୍ତ୍ତିଚନ୍ଦ୍ର, ମୁଁ ଯେତେବେଳେ ତୋ ରାଜ୍ୟକୁ ଆସିଥିଲି, ବେଦୀ ବଟି ତୋର ନନ୍ଦନ ଜୋରେ ଭୂମି ବସିଲା। ସଦସ୍ୟକୁ ନେଇ ତୋର ଛୋଟିଆ ସୁଖୀ ପରିବାର, ତମେ 2 ଜଣ ସ୍ୱାମୀ ସ୍ତ୍ରୀ ଏବଂ ତମର 2 ପୁଅ, ବୋହୂ ଗୋଟିଏ। କିନ୍ତୁ ଆସିବାର ଠାରୁ ଗୋଟିଏ ପୁଅକୁ